ଓଡ଼ିଶା ସରକାରଙ୍କ ତରଫରୁ ମହିଳାମାନଙ୍କ ପାଇଁ ଅର୍ଥାତ୍ ମୋହନ ସରକାର ମହିଳାମାନଙ୍କ ପାଇଁ ନୂଆ ଯୋଜନା ଆଣିବା ପାଇଁ ଯାଉଛନ୍ତି। ଓଡ଼ିଶାରେ 2 ବର୍ଷ ହେଲା ବିଜେପି ସରକାର ଶାସନ କରିଆସୁଛି। ଅର୍ଥାତ୍ ଭାରତୀୟ ଜନତା ପାର୍ଟିର ଶାସନ 2 ବର୍ଷ ରାଜ୍ୟରେ ହେଇଗଲାଣି। ଏହାକୁ ନଜରରେ ରଖି ବିଜେପି ସରକାର ମହିଳାମାନଙ୍କ ପାଇଁ ଏକ ନୂଆ ଯୋଜନା ଆଣିବା ପାଇଁ ଯାଉଛନ୍ତି। ଯେହେତୁ ଆଗକୁ ପଞ୍ଚାୟତ ନିର୍ବାଚନ ରହିଛି, ଏହାକୁ ଆଖି ଆଗରେ ରଖି ମହିଳା ଭୋଟରଙ୍କୁ କେମିତି ଆକୃଷ୍ଟ କରାଯାଇପାରିବ, ସେଥିପାଇଁ ବିଜେପି ସରକାର ଅର୍ଥାତ୍ ମୋହନ ସରକାର ମହିଳାମାନଙ୍କ ପାଇଁ ଏକ ନୂଆ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଯାଉଛନ୍ତି। ଯେମିତିକା ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନିର୍ବାଚନ ପୂର୍ବରୁ ସୁଭଦ୍ରା ଯୋଜନା ବୋଲି ଏକ ଯୋଜନା ଆସିବ ବୋଲି ପ୍ରତିଶ୍ରୁତି ଦେଇଥିଲା ବିଜେପି ସରକାର। ତାହା ନିର୍ବାଚନ ପରେ ମଧ୍ୟ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ହେଇଥିଲା ମହିଳାମାନଙ୍କ ପାଇଁ, ଯାହା 5 ବର୍ଷରେ ମହିଳାମାନଙ୍କୁ 50,000 ଟଙ୍କା ମିଳିବା ପାଇଁ ଯାଉଛି। ଠିକ୍ ସେହିଭଳି ଏକ ଯୋଜନା ନୂଆ ଯୋଜନା କାର୍ଯ୍ୟକାରୀ ହେବା ପାଇଁ ଯାଉଛି ଓଡ଼ିଶାରେ। ବିଜେପି ସରକାର ମହିଳା ଏବଂ ଯୁବ ଗୋଷ୍ଠୀଙ୍କୁ ଆକୃଷ୍ଟ କରିବା ପାଇଁ ଏକ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଯାଉଛନ୍ତି। କ'ଣ ରହିଛି ଭାରତୀୟ ଜନତା ପାର୍ଟି ଅର୍ଥାତ୍ ବିଜେପି ସରକାରଙ୍କ ତରଫରୁ ନୂଆ ଯୋଜନା? ଏହି ଯୋଜନା କେବେଠାରୁ କାର୍ଯ୍ୟକାରୀ ହେବ? ଏହି ଯୋଜନାର ହିତାଧିକାରୀମାନଙ୍କୁ କ'ଣ ଲାଭ ମିଳିବା ପାଇଁ ଯାଉଛି? ସମ୍ପୂର୍ଣ୍ଣ ସୂଚନା ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ଜଣାଇବା ପାଇଁ ଯାଉଛି। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍ରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଫଳରେ ଆପଣ ସମ୍ପୂର୍ଣ୍ଣ ତଥ୍ୟ ଜାଣିପାରିବେ। ତା ପୂର୍ବରୁ ଆପଣମାନଙ୍କୁ କହି ରଖିବି, ଚ୍ୟାନେଲରେ ଯଦି ଆପଣ ପ୍ରଥମ କରି ଭିଡ଼ିଓଟି ଦେଖୁଛନ୍ତି, ଚ୍ୟାନେଲରେ ନୂଆ କରି ଭିଜିଟ୍ କରୁଛନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବେନି। ନମସ୍କାର ଦର୍ଶକ ବନ୍ଧୁ, ମୁଁ ତାପସ ଆଜିର ଏକ ନୂଆ ଭିଡ଼ିଓରେ ଆପଣ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ଆପଣ ସମସ୍ତେ ଜାଣିଥିବେ ବିଜେପି ସରକାର ଅର୍ଥାତ୍ ଭାରତୀୟ ଜନତା ପାର୍ଟି ତାର 2 ବର୍ଷର ଶାସନ ପିରିୟଡ଼ ଭିତରେ ଲୋକମାନଙ୍କ ପାଖରେ କେତେ ପହଞ୍ଚି ପାରିଛି, ଲୋକମାନେ କେତେ ପସନ୍ଦ କରୁଛନ୍ତି ବିଜେପି ସରକାରକୁ। ଏହି ବିଜେପି ସରକାର 2 ବର୍ଷ ମଧ୍ୟରେ କ'ଣ ସବୁ କାର୍ଯ୍ୟକାରୀ କରିଛି, କେଉଁ ଯୋଜନା ଗୁଡ଼ିକ ଲାଗୁ କରିଛନ୍ତି, ତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତ ମନ୍ତ୍ରିମଣ୍ଡଳର ଯେଉଁ ମନ୍ତ୍ରୀମାନେ ରହିଛନ୍ତି ସେମାନଙ୍କୁ ରିପୋର୍ଟ କାର୍ଡ଼ ମଧ୍ୟ ମାଗିଛନ୍ତି। କେଉଁ ବିଭାଗ କେମିତି କ'ଣ କାର୍ଯ୍ୟକାରୀ କରିଛନ୍ତି, କେମିତି କ'ଣ ବିଭାଗର ପ୍ରଦର୍ଶନ ହୋଇଛି, ତ ସେଥିପାଇଁ ସରକାର ବର୍ତ୍ତମାନ ଏହାର ରିପୋର୍ଟ ଦେବା ପାଇଁ ଯାଉଛନ୍ତି। ବିଶେଷ କରି ଲୋକମାନେ କେଉଁ ବିଭାଗ ସହିତ ଯୋଡ଼ି ହେଇଛନ୍ତି। ଯେହେତୁ ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଛି, ସେଥିପାଇଁ ଲୋକମାନଙ୍କର କ'ଣ ପସନ୍ଦ ରହିଛି, କେଉଁ ବିଭାଗ ସହିତ ବିଶେଷ ଭାବରେ ଲୋକମାନେ ଯୋଡ଼ି ହେଇଛନ୍ତି, ତ ସେଥିପାଇଁ ସରକାର ଏକ ନୂଆ ଯୋଜନା ଲୋକମାନଙ୍କ ପାଇଁ କାର୍ଯ୍ୟକାରୀ କରିବା ପାଇଁ ଯାଉଛନ୍ତି। ଏହି ଯୋଜନା ଲୋକଙ୍କ ମଙ୍ଗଳ ଦୃଷ୍ଟିରୁ ବା ଲୋକଙ୍କର ଉନ୍ନତି ଦୃଷ୍ଟି ପାଇଁ ଅଣାଯିବ, ଯାହାଫଳରେ ଲୋକମାନେ ବିଶେଷ ଭାବରେ ଭାରତୀୟ ଜନତା ପାର୍ଟିକୁ ପସନ୍ଦ କରିବେ। ଯେଉଁଟାକି ଆପଣମାନଙ୍କର ବିଜେପି ସରକାର ଓଡ଼ିଶାରେ ଯେଉଁ ରହିଛି, ଲୋକମାନେ ଏ ସରକାରକୁ କେମିତି ଅଧିକରୁ ଅଧିକ ପସନ୍ଦ କରିବେ, ସେଥିପାଇଁ ସରକାର କାର୍ଯ୍ୟକାରୀ କରୁଛନ୍ତି। ସେଥିପାଇଁ ଏହି ଯୋଜନା ମଧ୍ୟ ଅଣାଯାଉଛି। ଲୋକମାନଙ୍କର ସରକାର ଭାବରେ କେମିତି ବିଜେପି ସରକାର ପରିଗଣିତ ହୋଇପାରିବ, ସେଥିପାଇଁ ବର୍ତ୍ତମାନ ବିଜେପି ସରକାର ତାର କାର୍ଯ୍ୟକଳାପକୁ ନେଇ ସକ୍ରିୟ ହୋଇ ଉଠିଛି ଭାରତୀୟ ଜନତା ପାର୍ଟି। ଆପଣମାନଙ୍କର ଯେଉଁ ନୂଆ ଯୋଜନାଟି ଓଡ଼ିଶାରେ କାର୍ଯ୍ୟକାରୀ ହେବା ପାଇଁ ଯାଉଛି, ଏହି ଯୋଜନାଟି ଘୋଷଣା କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଙ୍କ ସହିତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ସାମିଲ ରହିବେ। ଓଡ଼ିଶାର ଯେଉଁ 2 ବର୍ଷ ହେଇଗଲାଣି ବିଜେପି ସରକାରଙ୍କ ତରଫରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପାଇଁ ଯାଉଛି। ଏହି କାର୍ଯ୍ୟକ୍ରମ ପ୍ରାୟ 10ରୁ 12 ଦିନ ମଧ୍ୟ ଚାଲିବ। ବିଜେପି ସରକାର ଅର୍ଥାତ୍ ମୋହନ ସରକାର ମହିଳାମାନଙ୍କ ପାଇଁ ଏକ ଯୋଜନା ଆଣିବା ପାଇଁ ଯାଉଛନ୍ତି, ଯେଉଁ ଯୋଜନା ବିଶେଷ ଭାବରେ ମହିଳାମାନଙ୍କୁ ଲାଭଦାୟକ ଦେବ। ଯେମିତି ସୁଭଦ୍ରା ଯୋଜନା ମହିଳାମାନଙ୍କ ପାଇଁ ଅନେକ ଲାଭାନ୍ୱିତ କରିଛି ମହିଳାମାନଙ୍କୁ। ମହିଳାମାନେ ସ୍ୱାବଲମ୍ବୀ ଦିଗରେ
କାର୍ଯ୍ୟ କରିପାରିଛନ୍ତି, ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। ସେଇଭଳି ଏକ ଯୋଜନା ଓଡ଼ିଶାରେ ମଧ୍ୟ କାର୍ଯ୍ୟକାରୀ ହେବା ପାଇଁ ଯାଉଛି। ଏମିତି ଏକ ସ୍ୱତନ୍ତ୍ର ଯୋଜନା ଆଣିବା ପାଇଁ ଯାଉଛନ୍ତି ଯାହାକୁ ଘୋଷଣା କରିପାରନ୍ତି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାକୁ ନେଇ ମାନ୍ୟବର ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ସୂଚନା ଦେଇଛନ୍ତି। ଏହି ସୂଚନାକୁ ନେଇ ଗଣମାଧ୍ୟମରେ ମଧ୍ୟ ଭାଇରାଲ ହେଉଛି। କଥା ହେଉଛି 2024 ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ଜନତାମାନଙ୍କୁ ଅନେକ ସାରା ପ୍ରତିଶ୍ରୁତି ଦେଇଥିଲା, ଯାହାଫଳରେ ଭାରତୀୟ ଜନତା ପାର୍ଟି ମହାବିଜୟ ଲାଭ କରିଥିଲା ଏବଂ ଭାରତୀୟ ଜନତା ପାର୍ଟି ଏହି ପ୍ରତିଶ୍ରୁତି ବଳରେ ମଇଦାନକୁ ମଧ୍ୟ ଓହ୍ଲାଇଥିଲା। ଭାରତୀୟ ଜନତା ପାର୍ଟି ବିଜୟ ଲାଭ ପରେ ଭାରତୀୟ ଜନତା ପାର୍ଟି ସରକାର ଗଠନ କଲା ପରେ ଓଡ଼ିଶାରେ ଏକ ଯୋଜନା କାର୍ଯ୍ୟକାରୀ କରାଯାଇଥିଲା, ଯାହାର ନାମ ସୁଭଦ୍ରା ଯୋଜନା ରହିଥିଲା। ଏହି ସୁଭଦ୍ରା ଯୋଜନା ମହିଳାମାନଙ୍କ ହାତ ମୁଠାକୁ ସଶକ୍ତ କରିଥିଲା, ଆତ୍ମନିର୍ଭରଶୀଳ କରିଥିଲା। ମହିଳାମାନେ ବର୍ଷକୁ 2ଟି କିସ୍ତି ଅର୍ଥାତ୍ 2ଟି ସମାନ କିସ୍ତିରେ 5,000 କରି ଗୋଟିଏ ବର୍ଷରେ 10,000 ଟଙ୍କା ପ୍ରାପ୍ତ କରିପାରିଲେ। ସେମାନେ ଆର୍ଥିକ ଭାବରେ ସ୍ୱଚ୍ଛଳ ହୋଇପାରିଲେ, ଆତ୍ମନିର୍ଭରଶୀଳ ଦିଗ ଆଡ଼କୁ ସେମାନେ ଆଗେଇ ପାରିଲେ, ନିଜର ପରିବାରର ଯେଉଁ ଗୁଜରାଣ ରହିଛି ସେ ଗୁଜରାଣକୁ ମେଣ୍ଟେଇ ପାରିଲେ। ଏହି ଟଙ୍କାକୁ ନେଇ ମହିଳାମାନେ ଆତ୍ମନିର୍ଭରଶୀଳ ହେବା ପାଇଁ ଏମିତି କିଛି କାର୍ଯ୍ୟ କଲେ ଯାହା ପରିବାରର ଯେଉଁ ଖର୍ଚ୍ଚ ରହିଛି ସାଧାରଣ ଖର୍ଚ୍ଚ ଗୁଡ଼ିକ ମେଣ୍ଟେଇ ହୋଇପାରିବ। ସେଥିପାଇଁ ମହିଳାମାନେ ଏହି ଟଙ୍କାକୁ ନେଇ ମଧ୍ୟ କିଛିଟା କାର୍ଯ୍ୟ ମଧ୍ୟ କରିଛନ୍ତି, ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। ବିଜେପି ସରକାରଙ୍କର 2 ବର୍ଷ ପୁରିଗଲାଣି ଓଡ଼ିଶାରେ। ବିଜେପି ସରକାର ଲୋକମାନଙ୍କର ସରକାର, ଆଉ ଯେଉଁ ଲୋକମାନଙ୍କର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କୁହାଯାଉଛି, ଏହା କେତେ ଦୂର ସତ୍ୟ, ଲୋକମାନଙ୍କ ପାଖରେ ବିଜେପି ସରକାର କେତେ ପହଞ୍ଚି ପାରିଛି, ଲୋକମାନେ କେତେ ସନ୍ତୁଷ୍ଟ ହୋଇପାରିଛନ୍ତି ଆପଣ ମଧ୍ୟ ଜାଣିଥିବେ। ଆପଣ ଜାଣିଥିବେ ମଧ୍ୟପ୍ରାଚ୍ୟ ଯୁଦ୍ଧ ପରେ ଇରାନ ଓ ଆମେରିକା ମଧ୍ୟରେ ଯେଉଁ ଯୁଦ୍ଧ ଚାଲିଥିଲା, ସେହି ଯୁଦ୍ଧ ମଧ୍ୟରେ ଆପଣ ପେଟ୍ରୋଲ ଆଉ ଡିଜେଲର ମୂଲ୍ୟ ମଧ୍ୟ ବୃଦ୍ଧି ହୋଇଥିଲା। ଯୁଦ୍ଧ ସମୟରେ ପେଟ୍ରୋଲ ଆଉ ଡିଜେଲର ଦରଦାମ ବୃଦ୍ଧି ସହିତ ଯେଉଁଟାକି ଆବଶ୍ୟକତା ସାମଗ୍ରୀ ଗୁଡ଼ିକର ମଧ୍ୟ ଦରଦାମ ବୃଦ୍ଧି ହୋଇଥିଲା, ଯାହାକି ତେଲ ଲୁଣର ସଂସାର ଉପରେ ମଧ୍ୟ ପ୍ରଭାବ ପଡ଼ିଲା। ଏହାକୁ ନେଇ ଲୋକମାନଙ୍କ ମନ ଭିତରେ ଆକ୍ରୋଶ ରହିଛି, ବହୁତ ଲୋକ ଅସନ୍ତୁଷ୍ଟ ରହିଛନ୍ତି। ତ ସେଥିପାଇଁ ମୋହନ ସରକାର, ବିଜେପି ସରକାର ଆକ୍ରୋଶର ଶିକାର ମଧ୍ୟ ହୋଇପାରେ ବା ଲୋକମାନଙ୍କର ଯେଉଁ ଅସନ୍ତୁଷ୍ଟ ରହିଛି ସେମାନଙ୍କର ସେହି ଅସନ୍ତୁଷ୍ଟିକୁ କେମିତି ନିବାରଣ କରିହେବ, ପୁନର୍ବାର ଲୋକମାନେ କେମିତି ବିଜେପି ସରକାରକୁ ଭଲ ପାଇପାରିବେ, ସେଥିପାଇଁ ଏକ ଯୋଜନା କାର୍ଯ୍ୟକାରୀ କରାଯିବ, ଯେଉଁ ଯୋଜନାକୁ ଲୋକମାନେ ଗ୍ରହଣ କରିବେ। ସେଥିପାଇଁ ବିଜେପି ସରକାରଙ୍କର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହେବା ପାଇଁ ଯାଉଛି। ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାନ୍ୟବର ପ୍ରଧାନମନ୍ତ୍ରୀ ଯୋଗ ଦେବେ ଏବଂ ସ୍ୱତନ୍ତ୍ର ଯୋଜନା ଓଡ଼ିଶା ପାଇଁ କାର୍ଯ୍ୟକାରୀ ହେବ ଏବଂ ଏକ ନୂଆ ଯୋଜନା ଓଡ଼ିଶା ପାଇଁ ଘୋଷଣା କରାଯିବ। ଭାରତୀୟ ଜନତା ପାର୍ଟିର ସରକାର ମୁଖ୍ୟତଃ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଲୋକମାନଙ୍କର ଆକୃଷ୍ଟ ଶିକାର କେମିତି ନ ହେବ, ଲୋକମାନେ କେମିତି ଅସନ୍ତୁଷ୍ଟ ନ ହେବେ, ସେଥିପାଇଁ ଏକ ଯୋଜନା କାର୍ଯ୍ୟକାରୀ କରିବେ। ସେହି ଯୋଜନା ମାଧ୍ୟମରେ ଲୋକଙ୍କ ପାଖରେ ଯେମିତି ପହଞ୍ଚି ହେବ, ହୁଏତ ଆପଣମାନଙ୍କର ଭତ୍ତା 3,000 ଟଙ୍କା ହୋଇପାରେ। ଏହା ସହିତ ଏକ ନୂଆ ଯୋଜନା କାର୍ଯ୍ୟକାରୀ କରାଯିବ ଯାହା ଲୋକମାନଙ୍କୁ ଆକୃଷ୍ଟ କରିବ।